ଟିକେ କଳ୍ପନା କରନ୍ତୁ ତ, ଆମେ ରାସ୍ତା କଡ଼ରୁ ଆମର ସବୁଠୁ ପ୍ରିୟ ଖାଦ୍ୟ ମାନେ କୌଣସି ବି ଖାଦ୍ୟ ଖାଉଛୁ। ହଁ, ଯାହାକି ଆମର ଏକଦମ ନୀତିଦିନିଆ ଅଭ୍ୟାସ ହେଇଗଲାଣି। ସେଇଆ ତ। ଆଉ ଆମର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସବୁକିଛି ଠିକ୍ ଅଛି ଏବଂ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ। କିନ୍ତୁ ପରଦିନ ସକାଳେ ହଠାତ୍ ଆମେ ଗୋଟେ ଡାକ୍ତରଖାନାର ବେଡ୍ ଉପରେ ଆଖି ଖୋଲୁଛୁ। ସେଇ ଯୋଉ ଅଦୃଶ୍ୟ ବିଶ୍ୱାସର ସୂତାକ୍ଷୟଟି ଥିଲା ନା, ଯାହା ଉପରେ ଆମର ପୁରା ଦୈନନ୍ଦିନ ଜୀବନ ନିର୍ଭର କରୁଥିଲା। ତାହା ହଠାତ୍ ଛିଣ୍ଡିଗଲା। ଏକଦମ। ନମସ୍କାର ଏବଂ ସ୍ୱାଗତ ଆମର ଏହି ନୂତନ ଗଭୀର ଆଲୋଚନାକୁ। ଆଜିର ତାରିଖ ହେଉଛି 4 ମେ 2026। ଆଜି ଆମେ ଏହି ଆଲୋଚନାରେ ଠିକ୍ ସେହି ଭାଙ୍ଗି ପଡ଼ୁଥିବା ବିଶ୍ୱାସ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ଚିତ୍ର ଆଙ୍କିବାକୁ ଯାଉଛୁ। ମାନେ ଆମେ ଦେଖିବା କିପରି ଆମ ଗାଁର ଏକ ଛୋଟ ଦୋକାନରେ ଖାଦ୍ୟ ବିଷକ୍ରିୟାଠାରୁ ଆରମ୍ଭ କରି ଆମ ପିଲାମାନଙ୍କର କଲେଜ କ୍ୟାମ୍ପସର ସୁରକ୍ଷା, ଆଉ ତା ସହ 7 ସମୁଦ୍ର ପାର ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ। ହଁ, ଏବଂ ତାହାର ପ୍ରଭାବ ଆମ ଉପରେ କେମିତି ପଡ଼ୁଛି। ତାଛଡ଼ା ଏୟାର ଇଣ୍ଡିଆର ଆର୍ଥିକ ସଙ୍କଟ, ଆଗାମୀ ପାଣିପାଗର ବିପଦ ଆଉ ଓଡ଼ିଶା ସରକାରଙ୍କର ନୂଆ କୃଷି ବଜେଟ୍ ତଥା ମହିଳା ସଶକ୍ତିକରଣର କିଛି ନୂଆ ପଦକ୍ଷେପ, ଏ ସବୁ କିଛି ପରସ୍ପର ସହ ଜଡ଼ିତ। ଠିକ୍ ଅଛି, ଆସନ୍ତୁ ଏହାକୁ ଟିକେ ଖୋଲି ବିଶ୍ଳେଷଣ କରିବା। ଆମ ସହିତ ଅଛନ୍ତି ଆମର ବିଶେଷଜ୍ଞ, ଯିଏ ଏସବୁ ଉପରେ ଆଲୋକପାତ କରିବେ। ନମସ୍କାର ଶ୍ରୋତାବନ୍ଧୁ, ଆଜିର ଏହି ଘଟଣାଗୁଡ଼ିକ କେବଳ ଖବରକାଗଜର ଅଲଗା ଅଲଗା ପୃଷ୍ଠାର ଖବର ନୁହେଁ। ଏହା ହେଉଛି ଏକ ବୃହତ୍ତର ବ୍ୟବସ୍ଥାର ପ୍ରତିଛବି। ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ସବୁକିଛି ଇଣ୍ଟରକନେକ୍ଟେଡ୍ ବା ଯୋଡ଼ି ହେଇକି ଅଛି? ଏକଦମ। କିପରି ଏକ ସ୍ଥାନୀୟ ପ୍ରଶାସନର ଛୋଟ ଅବହେଳା ଜଣଙ୍କର ଜୀବନ ନେଇପାରେ ଏବଂ କିପରି ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ଏକ ଭୌଗୋଳିକ ରାଜନୈତିକ ଘଟଣା ବା ଜିଓପଲିଟିକ୍ସ ଆମ ରାଜ୍ୟର ଅର୍ଥନୀତିକୁ ସିଧାସଳଖ ଧକ୍କା ଦେଇପାରେ। ବୁଝିଲେ ତ? ତାହାର କାରଣ ଖୋଜିବା ହିଁ ଆଜି ଆମର ମୁଖ୍ୟ ଉଦ୍ଦେଶ୍ୟ। ଖୁବ୍ ସୁନ୍ଦର କଥାଟିଏ କହିଲେ। ତେବେ ଆସନ୍ତୁ ପ୍ରଥମେ ଆମର ନିଜ ଘର ଅଗଣାରୁ ହିଁ ଆରମ୍ଭ କରିବା। ଆମର ସାଧାରଣ ଜୀବନରେ ସୁରକ୍ଷା ବ୍ୟବସ୍ଥା କେତେ ଢୁଣୁକା, ତାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଯାଜପୁର ଜିଲ୍ଲାର ଘଟଣା। ଆଚ୍ଛା, ସେଇ ଖାଦ୍ୟ ବିଷକ୍ରିୟା ଘଟଣା? ସେଇଟା ଦଶରଥପୁର ବ୍ଲକର ପାଟପୁର ଗାଁରେ କିଛି ଲୋକ ଏକ ସ୍ଥାନୀୟ ଦୋକାନୀଠାରୁ କଟକ ଦହିବରା ଖାଇଥିଲେ। ଆଉ ମୁଁ ଭାବୁଛି ଏହା ଏକ ଏମିତି ଜିନିଷ ଯାହା ଆମେ ସମସ୍ତେ ବେଳେବେଳେ ଖାଉ, କିନ୍ତୁ ତାପରେ ଯାହା ହେଲା, 58 ଜଣ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଆରେ ବାପରେ, 58 ଜଣ! ହଁ, ଆଉ ସବୁଠାରୁ ଦୁଃଖର ବିଷୟ ହେଉଛି ସେମାନଙ୍କ ମଧ୍ୟରେ 70 ଜଣ ଛୋଟ ପିଲା ଥିଲେ ଏବଂ ଜଣେ ବୟସ୍କା ମହିଳାଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ଏଥିରେ। ଲୋକଙ୍କୁ ବାନ୍ତି, ଝାଡ଼ା ହେବା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତୁରନ୍ତ ସ୍ଥାନାନ୍ତର କରାଗଲା। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଜେ ହସ୍ପିଟାଲ ଗସ୍ତ କରିଛନ୍ତି ଆଉ 3ଟି ସ୍ୱାଧୀନ ତଦନ୍ତକାରୀ ଦଳ ମଧ୍ୟ ଗଠନ କରିଛନ୍ତି। କିନ୍ତୁ ଏଠାରେ ମୋର ଗୋଟିଏ ପ୍ରଶ୍ନ ଅଛି। କୁହନ୍ତୁ। ପ୍ରଶାସନ ସବୁବେଳେ ଘଟଣା ଘଟିବା ପରେ ହିଁ କାହିଁକି ଚେତୁଛି? ମାନେ ଆମର ମୂଳ ସୁରକ୍ଷା ବ୍ୟବସ୍ଥା ଏତେ ଦୁର୍ବଳ କାହିଁକି ଯେ ଲୋକ ମଲା ପରେ ଯାଇ ତଦନ୍ତ ବସୁଛି? ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି। ଯଦି ଆମେ ବାସ୍ତବିକତାକୁ ଦେଖିବା, ଆମର ଖାଦ୍ୟ ସୁରକ୍ଷା ଆଇନ ତ ଅଛି, କିନ୍ତୁ ସରକାରୀ ତଦାରଖ ବ୍ୟବସ୍ଥା ଏବଂ ତାହାର କାର୍ଯ୍ୟକାରିତା ମଧ୍ୟରେ ଏକ ବିରାଟ ଶୂନ୍ୟସ୍ଥାନ ରହିଛି। ମାନେ ନିୟମ କେବଳ କାଗଜପତ୍ରରେ ସୀମିତ। ସେଇଆ ହିଁ କହିପାରିବେ। ଆପଣ ଦେଖନ୍ତୁ, ରାସ୍ତା କଡ଼ର ଖାଦ୍ୟ ବ୍ୟବସାୟ ଆମ ସ୍ଥାନୀୟ ଅର୍ଥନୀତିର ଏକ ବହୁତ ବଡ଼ ଅଂଶ। ଏହା ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି, ଉଭୟ ଖାଇବା ପାଇଁ ଆଉ ରୋଜଗାର ପାଇଁ ବି। କିନ୍ତୁ ସମସ୍ୟା ହେଉଛି ଖାଦ୍ୟ ନିରାପତ୍ତା ବିଭାଗର ଯାଞ୍ଚ ପ୍ରକ୍ରିୟା କେବଳ କୌଣସି ପର୍ବପର୍ବାଣୀ ସମୟରେ, ମାନେ ଦଶହରା କିମ୍ବା ଦୀପାବଳି ବେଳେ କିମ୍ବା ଏଭଳି କୌଣସି ବଡ଼ ଦୁର୍ଘଟଣା ଘଟିଲେ ହିଁ ସକ୍ରିୟ ହୁଏ। ଠିକ୍ କଥା। ବାକି ଦିନମାନଙ୍କରେ କେହି ପଚାରିବାକୁ ନାହାନ୍ତି। ଏକଦମ। ଦୈନନ୍ଦିନ ଭିତ୍ତିରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଯେଉଁ ନିରନ୍ତର ସଚେତନତା ଓ ମନିଟରିଂ ଦରକାର, ତାହାର କୌଣସି SOP ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର ବାସ୍ତବରେ କାମ କରୁନାହିଁ ତୃଣମୂଳ ସ୍ତରରେ। ମାନେ ଆମେ କେବଳ ଭାଗ୍ୟ ଭରସା ହିଁ ଖାଉଛୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ଏବେ ଏଇ ସମାନ ଢାଞ୍ଚାର ବିଫଳତା, ମାନେ ଏଇ ଯୋଉ ରିଆକ୍ଟିଭ ସିଷ୍ଟମ କଥା ଆମେ କହୁଛୁ, ଆମେ ଆଉ ଗୋଟିଏ ଜାଗାରେ ମଧ୍ୟ ଦେଖିବାକୁ ପାଉଛୁ। ଆଉ ତାହା ହେଉଛି ଆମର ଶିକ୍ଷାନୁଷ୍ଠାନ। ଶିକ୍ଷାନୁଷ୍ଠାନ। ଆଚ୍ଛା, ଆପଣ ବୋଧହୁଏ ସେଇ କଲେଜ ଛାତ୍ରଙ୍କ ଘଟଣା କଥା ଉଠାଉଛନ୍ତି? ହଁ, ଯେଉଁଠି ଆମେ ଭାବୁ ଆମ ପିଲାମାନେ ସବୁଠାରୁ ଅଧିକ ସୁରକ୍ଷିତ ଥିବେ, ସେଇଠି ଏମିତି ଘଟଣା ଘଟୁଛି। ଭୁବନେଶ୍ୱରର ଇନ୍ଫୋସିଟି ଥାଣା ଅଞ୍ଚଳରେ ଥିବା ଏକ ନାମୀ କଲେଜ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପ୍ରଥମ ବର୍ଷ ବିଟେକ୍ ଛାତ୍ର ବିଶ୍ୱାସ ସ୍ୱାଇଁଙ୍କର ରହସ୍ୟମୟ ମୃତ୍ୟୁ ଘଟିଛି।
ଏ ଖବରଟା ବହୁତ ଚାଞ୍ଚନ୍ୟ ଖେଳେଇ ଦେଇଛେ। ସତରେ ହଷ୍ଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଗଲା। ଏବେ ପୋଲିସ ପ୍ରାଥମିକ ସ୍ତରରେ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିଲେ ବି ପରିବାର ଲୋକେ ସିଧାସଳଖ ରାଗିଂ ଏବଂ ହତ୍ୟାର ଅଭିଯୋଗ ଆଣିଛନ୍ତି। ଶତାଧିକ ଛାତ୍ରଛାତ୍ରୀ କ୍ୟାମ୍ପସରେ ବସି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କଲେ। ମୋତେ ଗୋଟିଏ କଥା ବୁଝାନ୍ତୁ, କଲେଜଗୁଡ଼ିକ ଏତେ ବଡ଼ ବଡ଼ ସିକ୍ୟୁରିଟି ଗେଟ୍ ଆଉ ସିସିଟିଭି ଲଗାଇ ରଖିଛନ୍ତି, ତଥାପି ଏଭଳି ଘଟଣା କେମିତି ଘଟୁଛି? କ'ଣ ଏ ସୁରକ୍ଷା କେବଳ ଦେଖାଣିଆ? ପ୍ରକୃତରେ ଏହା ହିଁ ବାସ୍ତବତା। ଆମେ ଭାବୁ ଯେ ଉଚ୍ଚ ପଚିରି ଏବଂ କଡ଼ା ସୁରକ୍ଷାକର୍ମୀ ଥିଲେ କ୍ୟାମ୍ପସ୍ ପୁରା ସୁରକ୍ଷିତ। କିନ୍ତୁ ମୂଳ ସମସ୍ୟା ହେଉଛି ଅନୁଷ୍ଠାନର ସଂସ୍କୃତି। ୟୁଜିସିର ଆଣ୍ଟି ରାଗିଂ ଗାଇଡଲାଇନ୍ ତ ସବୁ କଲେଜ ପାଇଁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଅନେକ ସମୟରେ ଏହି ବଡ଼ ବଡ଼ ପ୍ରତିଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କର ପ୍ରକୃତ ସୁରକ୍ଷା ଏବଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଅପେକ୍ଷା ନିଜ କଲେଜର ବ୍ରାଣ୍ଡ ଇମେଜକୁ ଅଧିକ ଗୁରୁତ୍ୱ ଦିଅନ୍ତି। ବ୍ରାଣ୍ଡ ଇମେଜ ନଷ୍ଟ ହୋଇଯିବ ବୋଲି କଥା ଲୁଚାନ୍ତି ନା? ସେଇଆ ତ। ଯେତେବେଳେ କୌଣସି ଛୋଟ ଅଭିଯୋଗ ଆସେ ରାଗିଂର, ତାହାକୁ ଭିତରେ ଲୁଚାଇବାକୁ ଚେଷ୍ଟା କରାଯାଏ, ଯାହାଫଳରେ ବାହାରେ ବଦନାମ ନ ହେବ। ଆଉ ଏହି ଛାପାଗୁମର ପରିବେଶ ହିଁ ଆଗକୁ ଯାଇ ବଡ଼ ବିପଦ ସୃଷ୍ଟି କରେ। ଆପଣ ଯେମିତି କହିଲେ, ଖାଦ୍ୟ ନିରାପତ୍ତା ବିଭାଗ କେବଳ ବିଷକ୍ରିୟା ପରେ ଆସୁଛି, ଠିକ୍ ସେମିତି କଲେଜ କର୍ତ୍ତୃପକ୍ଷ କେବଳ ଏକ ମୃତ୍ୟୁ ବା ବଡ଼ ବିକ୍ଷୋଭ ପରେ ଯାଇ ତଦନ୍ତ କମିଟି ବସାଉଛନ୍ତି। ମାନେ ସବୁଠି ସେଇ ଗୋଟିଏ ଟ୍ରେଣ୍ଡ। ହଁ, ଏହା ପ୍ରମାଣ କରୁଛି ଯେ ଆମର ସିଷ୍ଟମ ଆଦୌ ନିବାରଣମୂଳକ ବା ପ୍ରିଭେଣ୍ଟିଭ ନୁହେଁ, ବରଂ କେବଳ ପ୍ରତିକ୍ରିୟାଶୀଳ ବା ରିଆକ୍ଟିଭ। ତାହେଲେ ଆମେ ଦେଖୁଛୁ ଯେ ଆମର ସ୍ଥାନୀୟ ସିଷ୍ଟମଗୁଡ଼ିକ କେତେ ଭଙ୍ଗୁର। କିନ୍ତୁ ଆଜିର ଦୁନିଆରେ ବୁଝିଲେ ତ ଆମେ କେବଳ ସ୍ଥାନୀୟ ବ୍ୟବସ୍ଥା ଉପରେ ବି ନିର୍ଭରଶୀଳ ନହୁଁ। ଆମର ଜୀବନ ସାତ ସମୁଦ୍ର ପାରରେ ଚାଲିଥିବା ଘଟଣାବଳୀ ସହ ମଧ୍ୟ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛି। ଆପଣ ଏବେ ବିଶ୍ୱସ୍ତରୀୟ ଖବର ଆଡ଼କୁ ଯାଉଛନ୍ତି ବୋଧେ, ମଧ୍ୟପ୍ରାଚ୍ୟ କଥା। ହଁ, ଆସନ୍ତୁ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କଥା ଟିକେ ଆଲୋଚନା କରିବା। ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ଯୋଗୁଁ ସେଠାରେ ଭୟଙ୍କର ପରିସ୍ଥିତି ଉପୁଜିଛି। ଏହାର ସିଧାସଳଖ ପ୍ରଭାବ ଆମ ଓଡ଼ିଶା ଉପରେ ପଡ଼ୁଛି। ପ୍ରଭାବ ପଡ଼ିବା ତ ସ୍ୱାଭାବିକ, କାରଣ ଆମର ବହୁତ ଲୋକ ସେଠି କାମ କରୁଛନ୍ତି। ସେଇଆ ତ କହୁଛି। ଦୁବାଇ, ଦୋହା ଏବଂ ମାନାମା ଭଳି ସହରରେ ଆମର ହଜାର ହଜାର ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି। ଏବେ ଘରୁ ବାହାରିବା ମୁସ୍କିଲ ହେଇଗଲାଣି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ନେଇ ଓଡ଼ିଆ ଅସ୍ମିତାର ପ୍ରସଙ୍ଗ ଉଠାଇ ସରକାରକୁ ଘେରିଛନ୍ତି ଏବଂ ପ୍ରବାସୀଙ୍କୁ ତୁରନ୍ତ ସୁରକ୍ଷା ଦେବାକୁ ଦାବି କରିଛନ୍ତି। ହଁ, ଆଉ ସରକାର ବି ଏଥିପାଇଁ ପଦକ୍ଷେପ ନେଇଛନ୍ତି ବୋଲି ରିପୋର୍ଟ ଆସିଛି। ହଁ, ସରକାରୀ ସ୍ତରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଆଉ ଓଡ଼ିଶା ପରିବାରର ଯେଉଁ ସ୍ୱତନ୍ତ୍ର ଅଧିକାରୀ ଅଛନ୍ତି, ପ୍ରୀତିଶ ପଣ୍ଡା, ତାଙ୍କୁ ଏବେ ନୋଡାଲ ଅଫିସର କରାଯାଇଛି। ବର୍ତ୍ତମାନ ସୁଦ୍ଧା 200ରୁ ଅଧିକ ସହାୟତା କଲ୍ ଆସିସାରିଲାଣି କଣ୍ଟ୍ରୋଲ ରୁମ୍କୁ। ଏବଂ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଏକ ଟୋଲ୍ ଫ୍ରି ନମ୍ବର, ମାନେ 100118797 ମଧ୍ୟ ଜାରି କରାଯାଇଛି। କିନ୍ତୁ ମୋ ମନରେ ଏଠି ଗୋଟେ ବଡ଼ ସନ୍ଦେହ ଆସୁଛି। କି ସନ୍ଦେହ? ମାନେ କେବଳ ଗୋଟେ ହେଲ୍ପଲାଇନ୍ ନମ୍ବର ଦେଇଦେଲେ କ'ଣ ସମସ୍ୟାର ସମାଧାନ ହୋଇଯିବ? ଟିକେ ଭାବନ୍ତୁ, ଯେଉଁ ଲୋକଟି ବିଦେଶରେ ବୋମାମାଡ଼ ଭିତରେ ଗୋଟେ ରୁମ୍ରେ ଫସିଛି, ତାକୁ ଏହି ନମ୍ବର କିପରି ରକ୍ଷା କରିବ? ଆପଣ ଏକଦମ ବାସ୍ତବିକ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ଏକ ହେଲ୍ପଲାଇନ୍ ନମ୍ବର କେବଳ ତଥ୍ୟ ସଂଗ୍ରହ ପାଇଁ ଏକ ପ୍ରାଥମିକ ପଦକ୍ଷେପ ମାତ୍ର। ମାନେ କିଏ କେଉଁଠି ଅଛି ତାହା ଜାଣିବା ପାଇଁ। କିନ୍ତୁ ବାସ୍ତବିକ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଏବଂ ଅନ୍ତର୍ଜାତୀୟ କୂଟନୀତି, ଯାହାକୁ ଆମେ ଡିପ୍ଲୋମେସି କହୁ, ତାର ସମନ୍ୱୟ ନିହାତି ଆବଶ୍ୟକ। ନହେଲେ ଲୋକଙ୍କୁ ଆଣିବା ଅସମ୍ଭବ। ହଁ, ସେଇଟା ଗୋଟେ ଲମ୍ବା ପ୍ରୋସେସ୍। ଆଉ ଗୋଟେ କଥା, ଯଦି ଆମେ ଏହାକୁ ବୃହତ୍ତର ଚିତ୍ର ସହ ଯୋଡ଼ିବା, ଏହା ବିଶ୍ୱାୟନ ବା ଗ୍ଲୋବାଲାଇଜେସନରେ ଏକ ଭୟଙ୍କର ରୂପକୁ ସାମ୍ନାକୁ ଆଣୁଛି। ଆମେ ଅର୍ଥନୈତିକ ଲାଭ ପାଇଁ ଆମର ଶ୍ରମିକମାନଙ୍କୁ ବାହାରକୁ ପଠାଉଛୁ କାମ କରିବାକୁ, କିନ୍ତୁ ସେଠାକାର ଯେଉଁ ଜିଓପଲିଟିକାଲ ବା ଭୌଗୋଳିକ ରାଜନୈତିକ ସଙ୍କଟ ଅଛି, ତାର ସମ୍ପୂର୍ଣ୍ଣ ବିପଦ ମଧ୍ୟ ଆମେ ଅଜାଣତାରେ ନିଜ ମୁଣ୍ଡକୁ ନେଉଛୁ। ମାନେ ଆର୍ଥିକ ଲାଭ ସହ ରିସ୍କ ବି ଅଛି। ନିଶ୍ଚିତ ଭାବରେ। ଆଉ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଏହାର ସିଧାସଳଖ ଅର୍ଥନୈତିକ ପ୍ରଭାବ, ଯାହାକି ସେହି ଫସିଥିବା ଲୋକଙ୍କର ଫେରିବା ବାଟକୁ ଆହୁରି କଷ୍ଟକର କରିଦେଉଛି। ଆର୍ଥିକ ପ୍ରଭାବ କଥା ଉଠାଇଲେ ବୋଲି ମୋର ଏୟାର ଇଣ୍ଡିଆର ରିପୋର୍ଟ କଥା ମନେ ପଡ଼ିଗଲା। ସେହି ତଥ୍ୟ ମଧ୍ୟ ଆମ ପାଖରେ ଅଛି ଆଲୋଚନା କରିବା ପାଇଁ। କୁହାଯାଉଛି ଯେ ଏହି ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଏୟାର ଇଣ୍ଡିଆକୁ ପ୍ରାୟ 22,000 କୋଟି ଟଙ୍କାର ଭାରି କ୍ଷତି ସହିବାକୁ ପଡ଼ୁଛି। ଆରେ ବାପରେ,
22,000 କୋଟି ଏତେ ବଡ଼ ଆମାଉଣ୍ଟ? ହଁ, କାରଣ ବିମାନଗୁଡ଼ିକ ଯୁଦ୍ଧାଞ୍ଚଳ ଦେଇ ନ ଯାଇ ସୁରକ୍ଷା ପାଇଁ ବୁଲି ବୁଲିକା ଲମ୍ବା ରାସ୍ତାରେ ଯାଉଛନ୍ତି। ତେଣୁ ଇନ୍ଧନ ବା ତେଲ ଖର୍ଚ୍ଚ ଢେର ବଢ଼ିଯାଉଛି। ଆଉ ଏହାର ପ୍ରଭାବ କମ୍ପାନୀ ଭିତରେ ବି ଦେଖିବାକୁ ମିଳିଲାଣି। କମ୍ପାନୀର ସିଇଓ କ୍ୟାମ୍ପବେଲ୍ ୱିଲସନ୍ ପଦ ଛାଡ଼ିବାକୁ ଯାଉଛନ୍ତି ଏବଂ ମଇ 7 ତାରିଖରେ ଏନେଇ ଏକ ନୂଆ ବୋର୍ଡ ମିଟିଂ ବସିବ। ମାନେ ମ୍ୟାନେଜମେଣ୍ଟରେ ବି ବଡ଼ ଧରଣର ପରିବର୍ତ୍ତନ ହେଉଛି। ଏକଦମ। ଆଉ ଖର୍ଚ୍ଚ କାଟ କରିବା ପାଇଁ ଏବେ ବିମାନରେ ମିଳୁଥିବା ମାଗଣା ଖାଦ୍ୟ ଏବଂ ଲାଉଞ୍ଜ ଆକ୍ସେସକୁ ଟିକେଟ୍ରୁ ଅଲଗା କରିଦେବାକୁ ଯୋଜନା ଚାଲିଛି। ମାନେ ଆପଣଙ୍କୁ ସେଥିପାଇଁ ଏକ୍ସଟ୍ରା ପଇସା ଦେବାକୁ ପଡ଼ିବ। କିନ୍ତୁ ଆମ ଶ୍ରୋତା ବନ୍ଧୁଙ୍କ ମନରେ ଏକ ପ୍ରଶ୍ନ ଆସୁଥିବ ବୋଧହୁଏ ଯେ ଏକ ବଡ଼ ଏୟାରଲାଇନ୍ କମ୍ପାନୀର କ୍ଷତି ସହ ଜଣେ ସାଧାରଣ ଓଡ଼ିଆର ବା କ'ଣ ସମ୍ପର୍କ ଥାଇପାରେ? ସମ୍ପର୍କ ସିଧାସଳଖ ଅଛି ଏବଂ ତାହା ବହୁତ ଗଭୀର। ଯେତେବେଳେ ଏକ ଏୟାରଲାଇନ୍ର ଇନ୍ଧନ ଖର୍ଚ୍ଚ ଏତେ ମାତ୍ରାରେ ବଢ଼େ, ତାହା ସେହି କ୍ଷତିକୁ କେବେ ବି ନିଜ ମୁଣ୍ଡକୁ ନିଏ ନାହିଁ, ବରଂ ଯାତ୍ରୀମାନଙ୍କ ଉପରେ ହିଁ ଲଦିଦିଏ। ଫଳରେ ଟିକେଟ୍ ଦର ଆକାଶଛୁଆଁ ହୋଇଯାଏ। ଆଚ୍ଛା, ମାନେ ସେହି ଦୁବାଇରେ ଫସିଥିବା ଲୋକଙ୍କ ପାଇଁ ଏହା ଆହୁରି ସମସ୍ୟା। ହଁ, ବର୍ତ୍ତମାନ ଭାବନ୍ତୁ ସେହି ଦୁବାଇ କିମ୍ବା ଓମାନରେ ଫସିଥିବା ଓଡ଼ିଆ ପ୍ଲମ୍ବର କିମ୍ବା କନଷ୍ଟ୍ରକ୍ସନ ୱାର୍କର କଥା। ସେ ଯଦି ନିଜ ଜୀବନ ବଞ୍ଚାଇବାକୁ ଚାହେଁ ଆଉ ନିଜ ଖର୍ଚ୍ଚରେ ଟିକେଟ୍ କରି ଫେରିବାକୁ ଚେଷ୍ଟା କରେ, ତେବେ ସେହି ବର୍ଦ୍ଧିତ ଟିକେଟ୍ ଦର ତା ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିବ। ଏହିଠାରେ ହିଁ ସରକାରୀ ହସ୍ତକ୍ଷେପ ଜରୁରୀ ହୋଇପଡ଼େ, କାରଣ ସେମାନେ ନିଜେ ଫେରିପାରିବେ ନାହିଁ। ସତରେ ଏହା ତ ଏକ ଭୟଙ୍କର ସ୍ଥିତି। ଏହା ବ୍ୟତୀତ ଆଉ ଗୋଟେ କଥା ଅଛି। ଯୁଦ୍ଧ ଯୋଗୁଁ କେବଳ ଯାତ୍ରୀବାହୀ ବିମାନ ନୁହେଁ, ବରଂ ମାଲବାହୀ ବା କାର୍ଗୋ ବିମାନଗୁଡ଼ିକର ରୁଟ୍ ମଧ୍ୟ ବଦଳୁଛି। ଆଉ ଆମେ ସମସ୍ତେ ଜାଣୁ ଯେ ମଧ୍ୟପ୍ରାଚ୍ୟ ହେଉଛି ତେଲର ମୁଖ୍ୟ ଗନ୍ତାଗାର। ଯଦି ଏହି ଯୋଗାଣ ଶୃଙ୍ଖଳା ବା ସପ୍ଲାଇ ଚେନ୍ ବାଧାପ୍ରାପ୍ତ ହୁଏ, ତେବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ। ଆଉ ଡିଜେଲ ବଢ଼ିଲେ ତ ସବୁ ଜିନିଷର ଦାମ ବଢ଼ିବ। ସେଇଆ ହିଁ କହୁଛି, ଯାହାକି ଆମର ପନିପରିବାଠାରୁ ଆରମ୍ଭ କରି ବସ୍ ଭଡ଼ା ପର୍ଯ୍ୟନ୍ତ ସବୁକିଛି ମହଙ୍ଗା କରିଦେବ। ମାନେ ଆକାଶରେ ରାସ୍ତା ବଦଳିଲେ ଆମ ରୋଷେଇ ଘରର ବଜେଟ୍ ଉପରେ ତାର ସିଧା ପ୍ରଭାବ ପଡ଼ିବ। ଏହାକୁ କହନ୍ତି ପ୍ରକୃତ ଗ୍ଲୋବାଲାଇଜେସନ୍। ହଁ, ବଜେଟ୍ ଏବଂ ପରିସ୍ଥିତି କଥା ପଢ଼ିଲା ବେଳେ ଏବେ ଆସନ୍ତୁ ଆଉ ଏକ ବଡ଼ ବିପଦ ବିଷୟରେ କଥା ହେବା, ଯାହା ସମ୍ପୂର୍ଣ୍ଣ ଭାବେ ଆମ ନିୟନ୍ତ୍ରଣ ବାହାରେ। ଆଉ ତା ହେଉଛି ଆମର ପାଣିପାଗ ଏବଂ କୃଷି। ପାଣିପାଗ ଏବେ ବହୁତ ଖରାପ ଆଡ଼କୁ ଯାଉଛି ବୋଲି ଶୁଣିବାକୁ ମିଳୁଛି। ହଁ, ଭାରତୀୟ ପାଣିପାଗ ବିଭାଗ ମାନେ IMD ତରଫରୁ ଏକ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସୂଚନା ଅନୁସାରେ ଆଗାମୀ 7 ଦିନ ଧରି ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ଅଛି ଏବଂ ମଇ 11 ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଅଛି। ଏପଟ ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ନେଇ କେନ୍ଦ୍ର ସରକାର ଆଗରୁ ହିଁ ସତର୍କ କରାଇସାରିଛନ୍ତି। ମାନେ ଗୋଟିଏ ପଟେ ଖରା ଆଉ ଗୋଟିଏ ପଟେ ଲଘୁଚାପ, ଚାଷୀମାନଙ୍କ ପାଇଁ ଏହା ବହୁତ ବଡ଼ ସମସ୍ୟା। ଏକଦମ। ଆଉ ଏସବୁର ମୁକାବିଲା ପାଇଁ ଓଡ଼ିଶା ସରକାର 2026-27 ଆର୍ଥିକ ବର୍ଷ ପାଇଁ ଏକ ବିଶାଳ 15,039.98 କୋଟି ଟଙ୍କାର କୃଷି ବଜେଟ୍ ଘୋଷଣା କରିଛନ୍ତି। ମୁଁ ଯଦି ଏହାକୁ ଏକ ଉଦାହରଣ ମାଧ୍ୟମରେ କହେ, ତେବେ ଏହି ବଜେଟ୍ କୌଣସି ବର୍ଷାଛତା ନୁହେଁ, ବରଂ ଏହା ଏକ ଖରାପ ରାସ୍ତାରେ ଯାଉଥିବା ଗାଡ଼ିର ସକ୍ ଅବଜର୍ଭର ଭଳି କାମ କରିବା କଥା। ସକ୍ ଅବଜର୍ଭର, ଖୁବ୍ ଭଲ ତୁଳନା ଦେଲେ। ବଜେଟ୍ରେ କ'ଣ ସବୁ ମୁଖ୍ୟ ଯୋଜନା ଅଛି? ଦେଖନ୍ତୁ, ଏହାର ମୁଖ୍ୟ ଆକର୍ଷଣ ହେଉଛି ସମୃଦ୍ଧ କୃଷକ ଯୋଜନା। ଏହା ମାଧ୍ୟମରେ ଚାଷୀଙ୍କଠାରୁ 3,100 ଟଙ୍କା ପ୍ରତି କ୍ୱିଣ୍ଟାଲରେ ଧାନ କିଣିବାର ବ୍ୟବସ୍ଥା କରାଯାଇଛି। ସେହିପରି କାଳିଆ ଯୋଜନାକୁ PM କିଷାନ ସହ ସଂଯୋଗ କରି ନୂଆ CM କିଷାନ ଯୋଜନା ଆରମ୍ଭ କରାଯାଇଛି। ଆଚ୍ଛା, ସେଥିରେ କେତେ ଟଙ୍କା ମିଳିବ? ଏଥିରେ ଭୂମିହୀନମାନଙ୍କୁ 12,500 ଟଙ୍କା ଏବଂ ଚାଷୀଙ୍କୁ ବାର୍ଷିକ 4,000 ଟଙ୍କା ସହାୟତା ଦିଆଯାଉଛି। କିନ୍ତୁ ଏଥିରେ ଏକ ରୋଚକ ବିଷୟ ହେଉଛି ଆଧ୍ୟାତ୍ମିକତା ସହ କୃଷିର ମିଳନ। ସେଟା ପୁଣି କେମିତି? ଅମୃତ ଅନ୍ନ ଯୋଜନା ନାମରେ ଗୋଟେ ଯୋଜନା ଅଛି, ଯେଉଁଥିରେ ଶ୍ରୀମନ୍ଦିରର କୋଠଭୋଗ ଓ ମହାପ୍ରସାଦ ପାଇଁ ଖୋର୍ଦ୍ଧା, କଟକ, କୋରାପୁଟ ଓ ବରଗଡ଼ରେ ସୁଗନ୍ଧିତ ଜୈବିକ ଧାନ ଚାଷ କରାଯାଉଛି। ଏହା ସହ ରାଜ୍ୟରେ ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଇ-ଚାଷ ନାମକ ଏକ ଡିଜିଟାଲ ଆପ୍ ବ୍ୟବହାର କରାଯାଉଛି ଚାଷର ଡିଜିଟାଲ ସର୍ଭେ ପାଇଁ। ଶୁଣିବାକୁ ତ ଯୋଜନାଗୁଡ଼ିକ ବହୁତ ଭଲ ଲାଗୁଛି। କିନ୍ତୁ ଏଠାରେ ମୋ ଗୋଟିଏ ସନ୍ଦେହ ଅଛି। ଆମର ସାଧାରଣ ଚାଷୀ, ବୁଝିଲେ ତ, ଯିଏ ଖରାରେ ସିଝୁଛି, ବର୍ଷାରେ ତିନ୍ତୁଛି, ସେ କ'ଣ ଏତେ ସହଜରେ ସ୍ମାର୍ଟଫୋନ୍ ଧରି ଏହି ଡିଜିଟାଲ ଆପ୍ ମାଧ୍ୟମରେ ନିଜ ଜମିର ସର୍ଭେ କରିପାରିବ?
କେବଳ ଟଙ୍କା ବାଣ୍ଟିଦେଲେ ବା ବଜେଟ୍ କରିଦେଲେ କ'ଣ ଜଳବାୟୁ ପରିବର୍ତ୍ତନର ପ୍ରକୃତ ମୁକାବିଲା ହୋଇପାରିବ? ଏହି ସନ୍ଦେହ ଅତ୍ୟନ୍ତ ଯୁକ୍ତିଯୁକ୍ତ ଆପଣଙ୍କର। କେବଳ ବଜେଟ୍ରେ ଅର୍ଥ ବରାଦ କରିଦେଲେ ବା ଟଙ୍କା ବାଣ୍ଟିଦେଲେ ଜଳବାୟୁ ପରିବର୍ତ୍ତନର ମୁକାବିଲା କେବେ ବି ହୋଇପାରିବ ନାହିଁ। ଯେଉଁ ସକ୍ ଆବଜର୍ଭର କଥା ଆମେ କହୁଛୁ, ତାହା କେବଳ ଆର୍ଥିକ ହେଲେ ଚଳିବ ନାହିଁ, ତାହା ଭିତ୍ତିଭୂମି ସ୍ତରରେ ମଧ୍ୟ ହେବା ଦରକାର। ମାନେ ଆଉ କିଛି ଇନଫ୍ରାଷ୍ଟ୍ରକ୍ଚର ଦରକାର? ହଁ, ଆପଣ ଦେଖନ୍ତୁ, ହଠାତ୍ ଅଦିନିଆ ବର୍ଷା କିମ୍ବା ଲଘୁଚାପ ଆସିଲେ ଅମଳ ହୋଇଥିବା ଧାନ କିମ୍ବା ପନିପରିବା ନଷ୍ଟ ହୋଇଯାଏ। ଏଥିପାଇଁ ଶୀତଳ ଭଣ୍ଡାର ବା କୋଲ୍ଡ ଷ୍ଟୋରେଜ୍ ଏବଂ ଗୋଦାମ ଘରର ଆବଶ୍ୟକତା ସବୁଠୁ ଅଧିକ ଆମ ରାଜ୍ୟରେ। ବଜେଟ୍ରେ ଏଥିପାଇଁ ଯୋଜନା ଅଛି ସତ, କିନ୍ତୁ ବାସ୍ତବରେ ଗାଁ ଗହଳିରେ ଏହା କେବେ କାର୍ଯ୍ୟକ୍ଷମ ହେବ, ତାହା ଏକ ବଡ଼ ପ୍ରଶ୍ନ। ସେଇଆ ତ, କାଗଜ କଲମରେ ସବୁ ଅଛି, ହେଲେ ଗ୍ରାଉଣ୍ଡରେ କିଛି ନାହିଁ। ଆଉ ସେହି ଆପ୍ କଥା ପଡ଼ିଲାଣି। ଯେତେବେଳେ ସରକାରଙ୍କ ପାଖରେ ସଠିକ୍ ତଥ୍ୟ ରହିବ ଯେ କେଉଁ ଅଞ୍ଚଳରେ କେତେ ଜମିରେ କ'ଣ ଚାଷ ହୋଇଛି, ସେତେବେଳେ ବନ୍ୟା ବା ବାତ୍ୟା ପରେ କ୍ଷତିପୂରଣ ଦେବା ବହୁତ ସହଜ ହୋଇଯିବ ସରକାରଙ୍କ ପାଇଁ। ହଁ, ମାନେ ସଠିକ୍ ଲୋକ ପାଖରେ ସାହାଯ୍ୟ ପହଞ୍ଚିବ। ଠିକ୍ କଥା। ହଁ, ସାଧାରଣ ଚାଷୀ ଏକାକୀ ଏହି ଆପ୍ ଚଳାଇବା କଷ୍ଟକର ହୋଇପାରେ, ଏଥିରେ ଦ୍ୱିମତ ନାହିଁ। ତେଣୁ ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା କୃଷି କର୍ମଚାରୀମାନଙ୍କୁ ହିଁ ଆଗେଇ ଆସି ଦାୟିତ୍ୱ ନେବାକୁ ପଡ଼ିବ। ଏବଂ ଆଉ ଗୋଟେ କଥା, କୁହନ୍ତୁ। ଏଇ ଯୋଉ ଅମୃତ ଅନ୍ନ ଯୋଜନାଟି ଅଛି ନା, ଏହା ବାସ୍ତବରେ ଏକ ଚମତ୍କାର ମାଷ୍ଟର ଷ୍ଟ୍ରୋକ୍ କହିଲେ ଚଳେ। କାହିଁକି? କାରଣ ଏହା ଆମର ଧାର୍ମିକ ଭାବନାକୁ, ମାନେ ଜଗନ୍ନାଥ ସଂସ୍କୃତିକୁ ବ୍ୟବହାର କରି ଚାଷୀମାନଙ୍କୁ ରାସାୟନିକ ସାର ବ୍ୟବହାର ନ କରିବାକୁ ଏବଂ ପରିବେଶ ଅନୁକୂଳ ଜୈବିକ କୃଷି ବା ଅର୍ଗାନିକ୍ ଫାର୍ମିଂ ଆଡ଼କୁ ଆକର୍ଷିତ କରିବା ପାଇଁ ଏକ ସୁନ୍ଦର ମାଧ୍ୟମ ପାଲଟିବ। ବୁଝିଲି। ମାନେ ଅର୍ଥନୀତି ଏବଂ ପରିବେଶକୁ ସୁରକ୍ଷା ଦେବା ପାଇଁ ଆମେ ଏଠି ଟେକ୍ନୋଲୋଜି ଏବଂ ସାଂସ୍କୃତିକ ଭାବନାର ଏକ ସୁନ୍ଦର ମିଶ୍ରଣ କରୁଛୁ ଏଠି। ବିଲକୁଲ। ତେବେ ଏସବୁ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ଯେ ଆମର ପ୍ରକୃତ ସମ୍ବଳ ହେଉଛନ୍ତି ଆମ ଲୋକମାନେ। ଆଉ ଏକ ସମାଜର ପ୍ରକୃତ ଶକ୍ତି ତାର ମହିଳା ଏବଂ ଯୁବପିଢ଼ିଙ୍କର ସୁରକ୍ଷା ଓ ବିକାଶରେ ହିଁ ଲୁଚି ରହିଥାଏ। ଆମେ ଯେମିତି ଆରମ୍ଭରୁ କ୍ୟାମ୍ପସ୍ ସୁରକ୍ଷା ବିଷୟରେ କଥା ହେଉଥିଲେ ନା? ହଁ, ସେଇ ଛାତ୍ର ମୃତ୍ୟୁ ଘଟଣା। ସେଇଆ, ସେହି ଦିଗରେ ଓଡ଼ିଶା ସରକାର ଏକ ବଡ଼ ରୂପାନ୍ତରଣ ଆଣିବାକୁ ପ୍ରୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚଶିକ୍ଷା କ୍ଷେତ୍ରରେ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ଶକ୍ତିଶ୍ରୀ ନାମକ ଏକ ସ୍ୱତନ୍ତ୍ର ଆପ୍ ଲଞ୍ଚ କରିଛନ୍ତି। ଆଚ୍ଛା, ଏଥିରେ କ'ଣ ସବୁ ସୁବିଧା ରହିଛି? ଏଥିରେ ଛାତ୍ରୀମାନେ ନିଜ ନାମ ଗୋପନ ରଖି କ୍ୟାମ୍ପସରେ ହେଉଥିବା କୌଣସି ବି ନିର୍ଯାତନା ବିରୋଧରେ ସିଧାସଳଖ ଅଭିଯୋଗ କରିପାରିବେ। ଆଉ ବିପଦ ସମୟରେ ଗୋଟେ SOS ବଟନ୍ ଅଛି, ଯାହାକୁ ଦବାଇ ପାରିବେ। ତାଛଡ଼ା ଟେଲିମାନସ ସାହାଯ୍ୟରେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ମଧ୍ୟ ନେଇପାରିବେ ଏହି ଆପ୍ ଜରିଆରେ। ଏହା ସହିତ ନୂଆ ଶିକ୍ଷା ନୀତି ବା NEP 2020 ଆଧାରରେ ଇଣ୍ଟର୍ଣ୍ଣସିପ୍ ଗାଇଡଲାଇନ୍ ମଧ୍ୟ ଅଣାଯାଇଛି ସରକାରଙ୍କ ତରଫରୁ। ବହୁତ ଭଲ ପଦକ୍ଷେପ। କିନ୍ତୁ ପୁଣି ମୋର ସେହି ଏକା ପ୍ରଶ୍ନ ଆସୁଛି, କ'ଣ କେବଳ ଗୋଟିଏ ମୋବାଇଲ ଆପ୍ ତିଆରି କରିଦେଲେ କ୍ୟାମ୍ପସରେ ର୍ୟାଗିଂ ବା ନିର୍ଯାତନା ରାତାରାତି ବନ୍ଦ ହୋଇଯିବ? ଏହା କ'ଣ ସେହି ପୁରୁଣା ଦୁର୍ବଳ ବ୍ୟବସ୍ଥା ଉପରେ ଏକ ନୂଆ ବ୍ୟାଣ୍ଡେଡ୍ ଲଗାଇବା ପରି ନୁହେଁ? ବହୁତ ଭଲ ପ୍ରଶ୍ନ ପଚାରିଲେ। ପ୍ରଥମ ଦୃଷ୍ଟିରେ ଦେଖିଲେ ତ ଏହା ଏକ ବ୍ୟାଣ୍ଡେଡ୍ ଭଳି ହିଁ ଲାଗିପାରେ, କିନ୍ତୁ ଆମକୁ ଏହାର ମନସ୍ତାତ୍ତ୍ୱିକ ଦିଗ ବା ସାଇକୋଲୋଜିକାଲ ଇମ୍ପ୍ୟାକ୍ଟକୁ ବୁଝିବାକୁ ପଡ଼ିବ ଏଠି। ମନସ୍ତାତ୍ତ୍ୱିକ ଦିଗ ସେଟା କେମିତି? ଦେଖନ୍ତୁ, ଏଠାରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ଅନାମିକତା ବା ନାମ ଗୋପନ ରଖିବାର ସୁବିଧା। ଅନେକ ସମୟରେ କଲେଜଗୁଡ଼ିକରେ ଛାତ୍ରୀମାନେ ସମାଜର ଭୟ, ବଦନାମ ହେବାର ଭୟ କିମ୍ବା ନିଜ କ୍ୟାରିୟର ନଷ୍ଟ ହେବାର ଭୟ ଯୋଗୁଁ ଅଭିଯୋଗ ଆଦୌ କରନ୍ତି ନାହିଁ। ସବୁ ଚୁପଚାପ ସହିଯାଆନ୍ତି। ହଁ, ସେଇଟା ଗୋଟେ ବଡ଼ ସମସ୍ୟା ଆମ ସମାଜରେ। ଯାହା ଆମେ ସେହି ସିଲିକନ୍ ଇନଷ୍ଟିଚ୍ୟୁଟ୍ ଘଟଣାରେ ବି ଦେଖିଲୁ ଯେ ପରିବେଶରେ କେତେ ଚାପ ରହିଥାଏ ଛାତ୍ରମାନଙ୍କ ଉପରେ। ଏହି ଶକ୍ତିଶ୍ରୀ ଆପ୍ ସେହି ଭୟର ପ୍ରାଚୀରକୁ ଧୀରେ ଧୀରେ ଭାଙ୍ଗିବ। ଯେତେବେଳେ ଟେକ୍ନୋଲୋଜି ଆମକୁ ଏକ ସୁରକ୍ଷିତ ମାଧ୍ୟମ ଦିଏ, ଯେଉଁଠି ମୁହଁ ଦେଖାଇବା ଦରକାର ନାହିଁ, ସେତେବେଳେ ଲୁଚି ରହିଥିବା ଅନେକ ସମସ୍ୟା ସାମ୍ନାକୁ ଆସେ। ସେଟା ଠିକ୍ କଥା। ନିଜର ପରିଚୟ ଗୋପନ ରହିଲେ ସାହସ ମିଳିଥାଏ। ଆଉ ଯଦି ଆମେ ମହିଳା ସଶକ୍ତିକରଣର ଆର୍ଥିକ ଦିଗକୁ ଦେଖିବା, ଓଡ଼ିଶା ଅର୍ଥନୈତିକ ସର୍ଭେ 2025-26 ଆକଳନ ଅନୁସାରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରାୟ 98 ଲକ୍ଷ ମହିଳା ଆର୍ଥିକ ସହାୟତା ପାଇସାରିଲେଣି। ଆଉ ଏବେ ସରକାର ସୁଭଦ୍ରା ପ୍ଲସ୍ ନାମରେ ଏକ ନୂଆ ଭର୍ସନ ମଧ୍ୟ ଆଣିବାକୁ ଯାଉଛନ୍ତି। ଏହାସହ ଉଚ୍ଚଶିକ୍ଷାରେ ମହିଳାଙ୍କ ଭାଗିଦାରୀ ବର୍ତ୍ତମାନ 58%ରୁ ଅଧିକ ହୋଇଛି, ଯାହାକି ଏକ ବଡ଼ ଉପଲବ୍ଧି। ୱାଓ, 58%!
ଆଉ ଏହାର ସବୁଠାରୁ ପ୍ରେରଣାଦାୟକ ଉଦାହରଣ ତ ହେଉଛନ୍ତି ଆମ ଓଡ଼ିଶାର ସେହି ଆଇରନ୍ ଗର୍ଲସ୍। ଓହୋ, ବଡ଼ ବିଲ୍ ଝିଅମାନଙ୍କ କଥା କହୁଛନ୍ତି ତ? ହଁ, ଆପଣମାନେ ବି ଶୁଣିଥିବେ ନିଶ୍ଚୟ। ସୁଦକ୍ଷା ଯୋଜନା ଅଧୀନରେ ବଡ଼ବିଲ୍ ITIରୁ ମେସିନ୍ ଆଉ ଇଲେକ୍ଟ୍ରିକାଲ ଟ୍ରେଡ୍ରେ ତାଲିମ ନେଇ 6 ଜଣ ଝିଅ ବର୍ତ୍ତମାନ JSW ଷ୍ଟିଲ୍ ଭଳି ଏକ ବିଶାଳ କାରଖାନାରେ ନିଯୁକ୍ତି ପାଇଛନ୍ତି। ସତରେ ଏହା ବହୁତ ଗର୍ବର ବିଷୟ। ଖାଲି ସେତିକି ନୁହେଁ, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନରେ ସଂଶୋଧନ ଅଣାଯାଇ ଏବେ ମହିଳାମାନଙ୍କୁ ରାତି ଶିଫ୍ଟ ନାଇଟ୍ ଶିଫ୍ଟରେ କାମ କରିବା ପାଇଁ ଅନୁମତି ମଧ୍ୟ ମିଳିଗଲାଣି। ଅବଶ୍ୟ ଏଥିପାଇଁ କମ୍ପାନୀଗୁଡ଼ିକୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ନିୟମ ଅଛି। ଏହି ପରିବର୍ତ୍ତନଗୁଡ଼ିକୁ ଶୁଣିବାକୁ ବହୁତ ସକାରାତ୍ମକ ଲାଗୁଛି ନା? ନିଶ୍ଚିତ ଭାବରେ ସକାରାତ୍ମକ, କାରଣ ଏହା ହେଉଛି ଆଇନ ଏବଂ ସାମାଜିକ ଗ୍ରହଣଯୋଗ୍ୟତା ମଧ୍ୟରେ ଥିବା ଏକ ବଡ଼ ସେତୁ। ଏକ ଲୁହା କାରଖାନାରେ ଭାରୀ ଯନ୍ତ୍ରପାତି ବା ମସିନ୍ ଚଳାଇବାକୁ ଆମେ ସାଧାରଣତଃ ପୁରୁଷମାନଙ୍କର ଏକଛାଟିଆ କାମ ବୋଲି ଭାବୁଥିଲୁ ପିଲାଦିନୁ। ହଁ, ଆମର ସେଇ ମାଇଣ୍ଡସେଟ୍ ଥିଲା। କିନ୍ତୁ ଏହି ଝିଅମାନେ ସେହି ମାନସିକତାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ରାତି ସିଫ୍ଟରେ କାମ କରିବା ପାଇଁ ଅନୁମତି ମିଳିବା ଦ୍ୱାରା ହସ୍ପିଟାଲିଟି, IT ଏବଂ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ମହିଳାଙ୍କର ନିଯୁକ୍ତି ସୁଯୋଗ ବହୁଗୁଣିତ ହେବ। କିନ୍ତୁ ଏଥିରେ ସୁରକ୍ଷା କଥାଟା ବି ତ ଅଛି। ସେଇଠି ମୁଁ ଟିକେ ରୋକିବି ଆପଣଙ୍କୁ। ଆମକୁ ପୁଣି ଥରେ ସେହି ଆରମ୍ଭ କଥାକୁ ଫେରିବାକୁ ହିଁ ପଡ଼ିବ। ସୁରକ୍ଷା ବ୍ୟବସ୍ଥାର ବାସ୍ତବ ରୂପାୟନ। ଯଦି ଜଣେ ମହିଳା ରାତି 2ଟାରେ ନିଜ କାରଖାନାରୁ କାମ ସାରି ଫେରୁଛନ୍ତି ଏବଂ ତାଙ୍କୁ ସୁରକ୍ଷା ଦେବାର ଦାୟିତ୍ୱ ନେଇଥିବା ସିଷ୍ଟମ ଠିକ୍ ସେଇଭଳି ଦୁର୍ବଳ ହୋଇଥାଏ, ଯେମିତିକି ଆମର ଖାଦ୍ୟ ଯାଞ୍ଚ ବ୍ୟବସ୍ଥା ଆମେ ପ୍ରଥମେ ଆଲୋଚନା କଲେ। ହଁ, ତାହେଲେ ଏସବୁର କିଛି ଅର୍ଥ ରହିବନି। ଏକଦମ। ତେବେ ଏହି ସବୁ ଆଇନଗତ ଅଧିକାର କେବଳ କାଗଜପତ୍ରରେ ହିଁ ସୀମିତ ରହିଯିବ। ପ୍ରଶାସନିକ ସ୍ତରରେ ଉତ୍ତରଦାୟିତ୍ୱ ବା ଆକାଉଣ୍ଟେବିଲିଟି ରହିବା ନିହାତି ଆବଶ୍ୟକ, ଯାହାଫଳରେ ସେମାନେ ନିର୍ଭୟରେ କାମ କରିପାରିବେ। ଖୁବ୍ ସଠିକ୍ ଏବଂ ଗଭୀର ବିଶ୍ଳେଷଣ କଲେ ଆପଣ। ଆମେ ଆଲୋଚନା କଲେ କିପରି ସବୁକିଛି ଗୋଟିଏ ଅଦୃଶ୍ୟ ସୂତାରେ ବନ୍ଧା ହୋଇ ରହିଛି। ସ୍ଥାନୀୟ ଦୋକାନର ଦହିବରାଠାରୁ ଆରମ୍ଭ କରି କ୍ୟାମ୍ପସର ସୁରକ୍ଷା, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯାହା ବିମାନ ଇନ୍ଧନର ଦାମ ବଢ଼ାଉଛି, ଆଉ ଆସୁଥିବା ଲଘୁଚାପ, ଯାହା ପାଇଁ ବଜେଟ୍ରେ ସକ୍ ଅବଜର୍ଭର ଲଗାଯାଉଛି। ହଁ, ଏବଂ ମହିଳାଙ୍କର ସଶକ୍ତିକରଣ ପାଇଁ ଟେକ୍ନୋଲୋଜିର ପ୍ରୟୋଗ। ଏ ସବୁକିଛି ଆମ ନୀତିଦିନିଆ ଜୀବନର ଭିନ୍ନ ଭିନ୍ନ ଦିଗ ହେଲେ ବି ସବୁ ଗୋଟିଏ ସିଷ୍ଟମର ଅଂଶ। ଏକ ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଆମକୁ ଏହି ସବୁ ବିଷୟରେ ସବୁବେଳେ ସତର୍କ ଓ ପ୍ରସ୍ତୁତ ରହିବାକୁ ହିଁ ପଡ଼ିବ। ନିଶ୍ଚିତ ଭାବରେ ସଚେତନତା ହିଁ ଏକମାତ୍ର ବାଟ। କିନ୍ତୁ ଆଜିର ଏହି ଆଲୋଚନା ଶେଷ କରିବା ପୂର୍ବରୁ ମୁଁ ସମସ୍ତଙ୍କୁ ଏକ ବଡ଼ ଚିନ୍ତାଜନକ ପ୍ରଶ୍ନ ଦେଇଯିବାକୁ ଚାହୁଁଛି। ଶ୍ରୋତାବନ୍ଧୁ, ଟିକେ ଗଭୀର ଭାବେ ଚିନ୍ତା କରନ୍ତୁ ତ। ଆମେ ଆଜି ଯୁଦ୍ଧରୁ ବଞ୍ଚିବା ପାଇଁ ଆକାଶରେ ବିମାନର ରାସ୍ତା ବଦଳାଇ ଦେଉଛୁ, ଖରାପ ପାଗର ରକ୍ଷା ପାଇବା ପାଇଁ ଡିଜିଟାଲ ଆପ୍ ଏବଂ ହଜାର ହଜାର କୋଟିର ବଜେଟ୍ ବନାଉଛୁ, କ୍ୟାମ୍ପସର ସୁରକ୍ଷା ପାଇଁ ଆମେ SOS ବଟନର ବି ବ୍ୟବସ୍ଥା କରୁଛୁ। ଅର୍ଥାତ୍ ଆମ ପାଖରେ ଆଗ ଅପେକ୍ଷା ବହୁତ ଅଧିକ ଟେକ୍ନୋଲୋଜି, ଅଧିକ ବଜେଟ୍ ଏବଂ ଅଧିକ ଡାଟା ଅଛି। ତଥାପି ଆମେ ଏତେ ଅସୁରକ୍ଷିତ କାହିଁକି ଅନୁଭବ କରୁଛୁ? ସେଇଆ ତ। କାରଣ କ'ଣ, ଆମେ ସମସ୍ୟାର ମୂଳକୁ ନ ଯାଇ କେବଳ ଉପରଠାଉରିଆ ଭାବେ ଟେକ୍ନୋଲୋଜିର ଲେପ୍ ଲଗାଇ ଲକ୍ଷଣଗୁଡ଼ିକୁ ଲୁଚାଇବାକୁ ଚେଷ୍ଟା କରୁନାହୁଁ ତ। ଆଜିର ଏହି ଜଟିଳ ଆଉ ଗ୍ଲୋବାଲାଇଜ୍ଡ ଦୁନିଆରେ ଆମେ ଏକ ବଡ଼ ସିଷ୍ଟମ ଉପରେ ଏତେ ମାତ୍ରାରେ ନିର୍ଭରଶୀଳ ହୋଇଯାଇଛୁ ଯେ ଯେତେବେଳେ ସେହି ବ୍ୟବସ୍ଥାର ଗୋଟିଏ ଛୋଟ ଅଂଶ ଫେଲ୍ ମାରେ, ସେତେବେଳେ ଆମର ପୁରା ଜୀବନ ଦୋହଳିଯାଏ। ହଁ, ଏହି ଆପ୍, ବଜେଟ୍ ଏବଂ ମସିନ୍ ଭିତରେ ଆମର ପ୍ରକୃତ ମାନବୀୟ ସମ୍ପର୍କ, ପରସ୍ପର ପ୍ରତି ଥିବା ଦାୟିତ୍ୱବୋଧ ଏବଂ ସାମାଜିକ ସମ୍ବେଦନା କେଉଁଠି ନା କେଉଁଠି ହଜିଯାଉନାହିଁ ତ? ଆମକୁ ଏ ବିଷୟରେ ନିଶ୍ଚୟ ଚିନ୍ତା କରିବାକୁ ପଡ଼ିବ। ଆଜିର ଏହି ଗଭୀର ଆଲୋଚନାରେ ଆମ ସହ ସାମିଲ ହୋଇଥିବାରୁ ଏବଂ ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଅଶେଷ ଧନ୍ୟବାଦ। ଏହି ପ୍ରସଙ୍ଗଗୁଡ଼ିକ ଉପରେ ନିଜେ ଅଧିକ ଅନୁସନ୍ଧାନ କରନ୍ତୁ ଏବଂ ସତର୍କ ରୁହନ୍ତୁ। ପୁଣି ଏକ ନୂଆ ଆଲୋଚନା ସହ ଭେଟ ହେବା। ନମସ୍କାର।